ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ସଭାଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ 17ଟି ଅଭିଯୋଗରୁ 7ଟି ସାମୂହିକରେ କିର୍ମିରା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ଯୋଗାଇବା, ତହସିଲ କାର୍ଯ୍ୟାଳୟରେ ଆବଶ୍ୟକତାରୁ କମ୍ କର୍ମଚାରୀ, କିର୍ମିରା ମୁଖ୍ୟ ରାସ୍ତାରୁ ମନ୍ଦିର ରାସ୍ତା ଉଭୟ ପାର୍ଶ୍ୱ ସୀମାବଦ୍ଧତା ଓ ହରିଜନମାନଙ୍କ ଶ୍ମଶାନ ଘାଟ ଜମି ଯୋଗାଇବା, କିର୍ମିରା ଶିବ ମନ୍ଦିର ବିଦ୍ୟୁତ୍ ଯୋଗାଣ, ମାଲିବେଉରା ଗାଁରେ ପାନୀୟ ଜଳ ସମସ୍ୟା ଥିବାବେଳେ ବ୍ୟକ୍ତିଗତରେ ଜମି ବିବାଦ, ଆର୍ଥିକ ସହାୟତା, ସୁଭଦ୍ରା ଯୋଜନାରେ ନାମ ଚୟନ, ଜମିପଟା ପାଇବା ଅଭିଯୋଗ ହୋଇଥିଲା। ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ଆଦିବାସୀ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ, ବିଡ଼ିଓ ଅଭିନାଶ ଲାକ୍ରା, ତହସିଲଦାର ସଞ୍ଜୀବ କୁଲୁ, ସ୍ୱାସ୍ଥ୍ୟ ଅଧିକାରୀ ଘନଶ୍ୟାମ ସୁରେନ, ଥାନା ଅଧିକାରୀ ଦିଲ୍ଲୀପ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମାଝୀଙ୍କ ସହ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।